ନମସ୍କାର, ମୁଁ ସୁସ୍ମିତା ରଥ। ଆଜି ଆମେ ଡେ 24 ଆଫର୍ମେସନ୍ କରିବା। ଯାହା ହଉଛି, ମୁଁ ଯାହା କିଛି ଚାହୁଁଛି ତାହା ମୋ ପାଖକୁ ଆସୁଛି। ହିନ୍ଦୀରେ मैं जो कुछ चाहता मैं चाहती हूँ वो पहले से ही मेरे पास आ रही है। ଏହି ଆଫର୍ମେସନ୍ କୁ ଆପଣ 40 ଦିନ 40 ମିନିଟ୍ 40 ଥର ଲେଖିବେ, ପୁଣି 40 ଥର ମିରର ଦେଖିଲେ କହିବେ। ଆପଣ ଏଟା କହନ୍ତୁ, ତାପରେ ମନେ ମନେ ଭାବନ୍ତୁ, ମୁଁ ଯାହା କିଛି ଚାହୁଁଛି ତାହା ସହଜରେ ମୋ ପାଖକୁ ଆସୁଛି। ଆଜି ଭାବନ୍ତୁ ସବୁବେଳେ କି ମୁଁ ଯେଉଁଟା ଚାହୁଁଛି ୟୁନିଭର୍ସ ମୋ ପାଖକୁ ସହଜରେ ପହଞ୍ଚାଇ ଦେଉଛନ୍ତି। ମୁଁ ଆଭାରୀ କାରଣ ସେ ମୋ ଇଚ୍ଛା ପୂରଣ କରୁଛନ୍ତି। ଏମିତି ଆପଣ ଆଫର୍ମେସନକୁ ଦିନ ସାରା ସବୁବେଳେ କହିବେ। ମୁଁ ଆଭାରୀ କାରଣ ମୋ ଜୀବନ ମୋ ପକ୍ଷରେ କାମ କରୁଛି। ମୁଁ ଯାହା କିଛି ଚାହୁଁଛି ତାହା ସହଜରେ ମୋ ପାଖକୁ ଆସୁଛି। ମୁଁ ଶାନ୍ତି, ବିଶ୍ୱାସ, ସ୍ୱୀକାରରେ ଅଛି। ଏହିଭଳି ଆପଣ ଆଫର୍ମେସନକୁ କହିବେ। ମନେ ମନେ ମିରରରେ ଦେଖିକିନା ଆଉଥରେ ଦିନ ସାରା ବି କହିବେ। ତାପରେ ପୁଣି ରାତିରେ ବି ଆପଣ ଏ ଆଫର୍ମେସନକୁ ଆଉଥରେ କହିବେ। ଆଜିର ଦିନ ପାଇଁ ମୁଁ ବହୁତ ଆଭାରୀ। ମୁଁ ସମଗ୍ର ଚିନ୍ତା ଛାଡ଼ି ଶାନ୍ତିରେ ଶୋଇଯାଏ। ଡେଲି ଆପଣ ଏଟାକୁ କହନ୍ତୁ। ଧୀରେ ଧୀରେ ଆଖି ବନ୍ଦ କରନ୍ତୁ। ହୃଦୟଟିକୁ ସିଧା କରନ୍ତୁ। ନିଶ୍ୱାସ ନିଅନ୍ତୁ ଏବଂ ନିଶ୍ୱାସ ଛାଡ଼ନ୍ତୁ। କଳ୍ପନା କରନ୍ତୁ, ଆପଣଙ୍କ ମୁଣ୍ଡ ଉପରୁ ଏକ ସୁକୁମାର ଆଲୋକ ଆସୁଛି। ସେ ଆଲୋକ ହୃଦୟରେ ଭରି ଦେଇଛି। ମନେ ମନେ କହନ୍ତୁ, ଏ ଆଲୋକ ମୋତେ ଶାନ୍ତି ଏବଂ ଶକ୍ତି ଦେଉଛି। 1 ମିନିଟ୍ ଆପଣ ଏମିତି ବସିବେ। ତାପରେ ଭାବିବେ, ମୁଁ ଯାହା ଚାହୁଁଛି ତାହା ସହଜରେ ମୋ ପାଖକୁ ଆସୁଛି। ମୁଁ ଭରସାରେ ଅଛି। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ଏହିପରି ଭାବରେ ଆପଣ ମେଡିଟେସନ ରାତିରେ କରିବେ। ଧୀରେ ଧୀରେ ଆପଣଙ୍କ ଆଖିକୁ ଖୋଲିବେ। ରିଲାକ୍ସ ହେବେ।